ଜୀବନରେ ବେଳେବେଳେ ଠକିବା ନିହାତି ଜରୁରୀ। ତାର କାରଣ ଯେତେ ଠକିବେ ସେତେ ଶିଖିବେ। ଆପଣ କାହାଠୁ ଠକି ଯାଉଛନ୍ତି, ମନ ଦୁଃଖ କରିବାର ନାହିଁ, ହତାଶ ହେବାର ନାହିଁ। ଆପଣ ସେ ଠକାମିରୁ କିଛି ନା କିଛି ଶିକ୍ଷା ଲାଭ କରନ୍ତୁ। ଜୀବନରେ ଆପଣ ଯୁକ୍ତିତର୍କ କରି କାହା ସହିତ ପାରୁନାହାନ୍ତି ବା ଆପଣ ପ୍ରପର ୱେରେ କାହାକୁ ବୁଝେଇ ପାରୁନାହାନ୍ତି, ସେଥିରେ କିଛି ଚିନ୍ତା କରିବାର ନାହିଁ। ଆପଣଙ୍କୁ ଯିଏ ହରେଇ ଦେଉଛି ହରେଇ ଦେଉ, ଆପଣଙ୍କୁ ଯିଏ ଲୁଟି ନେଉଛି ଲୁଟି ନେଉ, କିଛି ଫରକ ପଡ଼େନି। ଫରକ କେବଳ ଏତିକି ପଡ଼େ ଆପଣ ସେ ସବୁରୁ କ'ଣ ଶିକ୍ଷା ପାଉଛନ୍ତି, ଆପଣ ସେ ସବୁରୁ କ'ଣ ଶିକ୍ଷା ଗ୍ରହଣ କରୁଛନ୍ତି, ଯାହା ଆପଣଙ୍କ ଜୀବନରେ ଆପଣ ଇମ୍ପ୍ଲିମେଣ୍ଟ କରିପାରିବେ। ଆପଣ ତାକୁ ଆପଣଙ୍କ ଜୀବନରେ ଏକ ଭଲ ପ୍ରଭାବ ଭାବେ ଗ୍ରହଣ କରିପାରିବେ ଏବଂ ସେ ସବୁ ଅଭିଜ୍ଞତାକୁ ନେଇ ଆପଣ ଆପଣଙ୍କ ଜୀବନରେ ଆହୁରି ରିଫାଇନ୍ ହୋଇପାରିବେ ଏବଂ ଆପଣଙ୍କ ଜୀବନରେ ଆହୁରି ଆଗକୁ ବଢ଼ିପାରିବେ। କେବେ କୌଣସି କଥାକୁ ନେଇ ଚିନ୍ତିତ, ବ୍ୟଥିତ କିମ୍ବା ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ନ୍ତୁ ନାହିଁ। ମୁଁ ଠକି ଯାଉଛି, ମୋତେ ଇଏ ଠକେଇ ଦେଲା, ମୋତେ ଇଏ ଲୁଟି ନେଲା, ମୋତେ ଇଏ ଯୁକ୍ତିରେ ହରେଇ ଦେଲା, ମୋତେ ଏଠି ସବୁ କାମ ବିଗାଡ଼ି ଦେଲା। କିଛି ନାହିଁ ଆଜ୍ଞା, ପୁରା କୁଲ୍ ରୁହନ୍ତୁ। ସବୁ କଥାକୁ ଏକଦମ କୁଲ୍ ମାଇଣ୍ଡରେ ଚିନ୍ତା କରନ୍ତୁ ଏବଂ ସବୁବେଳେ ନୀରବ ରହିବା ଶିଖନ୍ତୁ। ନୀରବତା ଠାରୁ ବଡ଼ ପ୍ରହାର ଏ ଦୁନିଆରେ ଆଉ କିଛି ନାହିଁ ଏବଂ ନୀରବ ରହି ସବୁକିଛି ଶିକ୍ଷାକୁ ଗ୍ରହଣ କରନ୍ତୁ, ଯେମିତି ଆପଣଙ୍କ ଜୀବନରେ ତାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବ ଏବଂ ଆପଣଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ। ଏଇ ତ ଜୀବନର କଥା।